ଯୁଦ୍ଧଭୂମିରେ ନିଜର ପ୍ରିୟ ପରିଜନକୁ ଦେଖି ଅର୍ଜୁନ ଶୋକରେ ଆତୁର ହୋଇ ଶ୍ରୀକୃଷ୍ଣଙ୍କୁ କହୁଛନ୍ତି। ଶ୍ଲୋକ 28 ଓ 29। ଦୃଷ୍ଟେମଂ ସ୍ୱଜନଂ କୃଷ୍ଣ ଯୁଜୁତ୍ସୁଂ ସମୁପସ୍ଥିତମ୍ ସିଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି ପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ। ଗୋଟିଏ ଗୋଟିଏ ପଂକ୍ତିର ଅର୍ଥ ଜାଣିବା। ଦୃଷ୍ଟେମଂ ସ୍ୱଜନଂ କୃଷ୍ଣ ଯୁଜୁତ୍ସୁଂ ସମୁପସ୍ଥିତମ୍, ଅର୍ଥାତ୍ ଅର୍ଜୁନ କହୁଛନ୍ତି, ହେ କୃଷ୍ଣ, ସମ୍ମୁଖରେ ଉପସ୍ଥିତ ଥିବା ଯୁଦ୍ଧେଚ୍ଛୁଙ୍କ ଭିତରେ ନିଜର ଆତ୍ମୀୟମାନଙ୍କୁ ଦେଖି ସିଦନ୍ତି ମମ ଗାତ୍ରାଣି ମୁଖଂ ଚ ପରିଶୁଷ୍ୟତି, ଅର୍ଥାତ୍ ମୋ ଅଙ୍ଗ ଶିଥିଳ ହୋଇଯାଉଛି, ମୁଖ ଶୁଖି ଯାଉଛି। ବେପଥୁଶ୍ଚ ଶରୀରେ ମେ ରୋମହର୍ଷଶ୍ଚ ଜାୟତେ, ମୋ ଶରୀର ଥରୁଛି, ରୋମ ଟାଙ୍କୁରି ଉଠୁଛି। ତେଣୁ ସମ୍ପୂର୍ଣ୍ଣ ଶ୍ଲୋକର ଅର୍ଥ ହେଉଛି, ଅର୍ଜୁନ କହୁଛନ୍ତି, ହେ କୃଷ୍ଣ, ଯୁଦ୍ଧ କରିବା ପାଇଁ ଇଚ୍ଛା ରଖି ଏଠାରେ ଉପସ୍ଥିତ ଥିବା ଏହି ସ୍ୱଜନ ବା ଆତ୍ମୀୟମାନଙ୍କୁ ଦେଖି ମୋ ଅଙ୍ଗ ଶିଥିଳ ହୋଇଯାଉଛି, ପାଟି ଶୁଖି ଯାଉଛି, ଦେହରେ କମ୍ପନ ଜାତ ହେଉଛି ଓ ରୋମ ଟାଙ୍କୁରି ଉଠୁଛି। ଏହି ଶ୍ଲୋକରେ ଅର୍ଜୁନଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଇଛି ତାହା ଏକ ମାନସିକ ରୋଗୀର ଲକ୍ଷଣ ପରି ଜଣାପଡ଼ୁଛି। ତେଣୁ ଯୁଦ୍ଧଭୂମିରେ ନିଜ ଘର ଲୋକ ଓ ବନ୍ଧୁବାନ୍ଧବମାନଙ୍କୁ ଦେଖି ତାଙ୍କ ଭିତରେ ଏକ ଅସହାୟ ବୋଧର ଭାବନା ସୃଷ୍ଟି ହୋଇଛି, ଯାହାଫଳରେ ସେମାନଙ୍କ ପ୍ରତି ଥିବା ଅତ୍ୟଧିକ ମୋହ କାରଣରୁ ସେ ନିଜକୁ ଅସହାୟ ଭାବୁଛନ୍ତି ଓ ତାଙ୍କ ଶରୀର ମଧ୍ୟ ଅବସନ୍ନ ହୋଇପଡ଼ୁଛି। ତେଣୁ ସେ ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି, ଶ୍ଲୋକ ନମ୍ବର 30, ଗାଣ୍ଡିବଂ ସଂସତେ ହସ୍ତାତ୍ ତ୍ୱକ୍ଚୈବ ପରିଦହ୍ୟତେ ନ ଚ ଶକ୍ନୋମ୍ୟବସ୍ଥାତୁଂ ଭ୍ରମତୀବ ମେ ମନଃ। ଗାଣ୍ଡିବଂ ସଂସତେ ହସ୍ତାତ୍, ମୋ ହାତରୁ ଗାଣ୍ଡିବ ଖସି ପଡ଼ୁଛି। ତ୍ୱକ୍ଚୈବ ପରିଦହ୍ୟତେ, ଚର୍ମ ଜଳିଗଲା ପରି ଲାଗୁଛି, ଅର୍ଥାତ୍ ଚର୍ମରେ ଜଳାପୋଡ଼ା ହେଲା ପରି ଲାଗୁଛି। ନ ଚ ଶକ୍ନୋମ୍ୟବସ୍ଥାତୁଂ ବା ନ ଚ ଶକ୍ନୋମି ଅବସ୍ଥାତୁଂ, ଅର୍ଥାତ୍ ଛିଡ଼ା ହେବା ପାଇଁ ମଧ୍ୟ ମୁଁ ସକ୍ଷମ ହୋଇପାରୁନାହିଁ। ଭ୍ରମତୀବ ମେ ମନଃ, ମୋ ମନ ଭ୍ରମିତ ହେଉଛି, ଅର୍ଥାତ୍ ମୁଁ ସ୍ଥିର ହୋଇପାରୁନାହିଁ, ମୋତେ ବହୁତ ଅସ୍ଥିର ଲାଗୁଛି। ତେଣୁ ସମ୍ପୂର୍ଣ୍ଣ ଶ୍ଲୋକର ଅର୍ଥ ହେଉଛି, ଅର୍ଜୁନ କହୁଛନ୍ତି, ହେ କୃଷ୍ଣ, ମୋ ହାତରୁ ଗାଣ୍ଡିବ ଖସି ପଡ଼ୁଛି, ତ୍ୱଚା ଜଳିଗଲା ପରି ଲାଗୁଛି, ମନ ଅସ୍ଥିର ହେଉଛି, ଯାହାଫଳରେ ମୁଁ ଛିଡ଼ା ହେବାକୁ ମଧ୍ୟ ଅସମର୍ଥ ହେଲିଣି। ତେଣୁ ସେ ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି, ଶ୍ଲୋକ ନମ୍ବର 31, ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ ନ ଚ ଶ୍ରେୟୋନୁପଶ୍ୟାମି ହତ୍ୱା ସ୍ୱଜନମାହବେ। ନିମିତ୍ତାନି ଚ ପଶ୍ୟାମି ବିପରୀତାନି କେଶବ, ହେ କେଶବ, ଲକ୍ଷଣ ସବୁ ମୋତେ ବିପରୀତ ଦେଖାଗଲାଣି। ନ ଚ ଶ୍ରେୟ ଅନୁପଶ୍ୟାମି ହତ୍ୱା ସ୍ୱଜନମାହବେ, ନିଜର ସ୍ୱଜନମାନଙ୍କୁ ଯୁଦ୍ଧରେ ମାରି ଆମର କିଛି ମଙ୍ଗଳ ବା କଲ୍ୟାଣ ହେଲା ଭଳି ମୁଁ ଦେଖିପାରୁନି। ତେଣୁ ସେ ପୁଣି ଶ୍ରୀକୃଷ୍ଣଙ୍କୁ କହୁଛନ୍ତି, ଶ୍ଲୋକ ନମ୍ବର 32, ନ କାଙ୍କ୍ଷେ ବିଜୟଂ କୃଷ୍ଣ ନ ଚ ରାଜ୍ୟଂ ସୁଖାନି ଚ କିଂ ନ ରାଜ୍ୟେନ ଗୋବିନ୍ଦ କିଂ ଭୋଗୈର୍ଜୀବିତେନ ବା। ନ କାଙ୍କ୍ଷେ ବିଜୟଂ କୃଷ୍ଣ, ହେ କୃଷ୍ଣ, ମୁଁ ବିଜୟ ଚାହୁଁନାହିଁ। ନ ଚ ରାଜ୍ୟଂ ସୁଖାନି ଚ, କି ରାଜ୍ୟ ସୁଖ ମଧ୍ୟ ମୋର ଲୋଡ଼ା ନାହିଁ। କିଂ ନ ରାଜ୍ୟେନ ଗୋବିନ୍ଦ, ହେ ଗୋବିନ୍ଦ, ଆମର ରାଜ୍ୟ କ'ଣ ହେବ? କିଂ ଭୋଗୈର୍ଜୀବିତେନ ବା, ଏହି ସୁଖ ଭୋଗ କରି ବଞ୍ଚି ରହିବାରେ ଲାଭ କ'ଣ? ଏହି ଶ୍ଲୋକର ଅର୍ଥରୁ ଜଣାପଡ଼ୁଛି, ଅର୍ଜୁନଙ୍କ ମନରେ ସ୍ୱଜନ ଅର୍ଥାତ୍ ଆତ୍ମୀୟଙ୍କ ପ୍ରତି ଏତେ ମାତ୍ରାରେ ମୋହ ରହିଛି ଯେ ସେହି ମୋହ ହେତୁ ସେ ଯୁଦ୍ଧ ପ୍ରତି ବିତୃଷ୍ଣା ଭାବ ପୋଷଣ କଲେଣି। ତେଣୁ ସେ କହୁଛନ୍ତି, ତାଙ୍କର ବିଜୟ ଦରକାର ନାହିଁ, କି ସେ ରାଜ୍ୟ ସୁଖ ମଧ୍ୟ ଚାହୁଁନାହାନ୍ତି। ସେ ସୁଖ ଭୋଗ କରି ବଞ୍ଚି ରହିବାରେ କିଛି ଲାଭ ଅଛି ବୋଲି ଭାବୁନାହାନ୍ତି। କାହିଁକି ସେ ଲାଭ ଅଛି ବୋଲି ଭାବୁନାହାନ୍ତି ତାହା ପରବର୍ତ୍ତୀ ଶ୍ଲୋକରେ ସେ କହୁଛନ୍ତି। ଶ୍ଲୋକ ନମ୍ବର 33, ଯେ ସାମର୍ଥ୍ୟେ କାଙ୍କ୍ଷିତଂ ନ ରାଜ୍ୟଂ ଭୋଗ ସୁଖାନି ଚ ତଇମେବ ସ୍ଥିତା ଯୁଦ୍ଧେ ପ୍ରାଣାଂସ୍ତ୍ୟକ୍ତ୍ୱା ଧନାନି ଚ। ଯେସାମ ଅର୍ଥେ କାଙ୍କ୍ଷିତଂ ନ ରାଜ୍ୟଂ ଭୋଗ ସୁଖାନି ଚ, ଅର୍ଥାତ୍ ଯେଉଁମାନଙ୍କ ପାଇଁ ଆମେ ଏହି ରାଜ୍ୟ ଭୋଗର ସୁଖ ଚାହୁଁଛେ, તે ଇମା ଅବସ୍ଥିତା ଯୁଦ୍ଧେ ପ୍ରାଣାନ୍ ତ୍ୟକ୍ତ୍ୱା ଧନାନି ଚ, ସେଇମାନେ ହିଁ ନିଜ ନିଜର ଧନ ଜୀବନର ଆଶା ତ୍ୟାଗ କରି ଏହି ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନେ ସବୁ କିଏ ତାହା ପରବର୍ତ୍ତୀ ଶ୍ଲୋକରେ ଅର୍ଜୁନ କହୁଛନ୍ତି। ଶ୍ଲୋକ ନମ୍ବର 34, ଆଚାର୍ଯ୍ୟା ପିତର ପୁତ୍ରା ତଥୈବ ଚ ପିତାମହା ମାତୁଳା ଶ୍ୱଶୁରା ପୌତ୍ରା ଶାଳା ସମ୍ବନ୍ଧିନସ୍ତଥା। ଆଚାର୍ଯ୍ୟା ଅର୍ଥାତ୍ ଗୁରୁମାନେ, ପିତର ଅର୍ଥାତ୍ ପିତୃମାନେ, ପୁତ୍ରା ଅର୍ଥାତ୍ ପୁତ୍ରମାନେ, ପିତାମହା ଅର୍ଥାତ୍ ପିତାମହମାନେ, ମାତୁଳା
अर्थात मामू माने, ଶ୍ୱଶୁରା अर्थात ଶ୍ୱଶୁର ମାନେ, ପୌତ୍ରା अर्थात ନାତି ମାନେ, ଶାଳା अर्थात ଶାଳକ ମାନେ ତଥା ଅନ୍ୟ ବନ୍ଧୁମାନେ ମଧ୍ୟ ଏହି ଯୁଦ୍ଧଭୂମିରେ ଉପସ୍ଥିତ ଅଛନ୍ତି। ତେଣୁ ସେମାନଙ୍କ ସହ ଯୁଦ୍ଧ କରି କିଛି ଲାଭ ହେବ ନାହିଁ। ତେଣୁ ସେ ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି, ଶ୍ଲୋକ ନମ୍ବର 35, ଏତାନ୍ନ ହନ୍ତୁମିଚ୍ଛାମି ଘ୍ନତୋପି ମଧୁସୂଦନ अपि त्रैलोक्यराज्यस्य हेतु किं न मही कृते एतान् न हन्तुम् इच्छामि घ्नतोपि मधुसूदन अर्थात हे मधुसूदन एमाने मते मारिदेले भी ମୁଁ ଏମାନଙ୍କୁ ମାରିବାକୁ ଚାହୁଁନାହିଁ। अपि त्रैलोक्य राज्यस्य हेतु किं नु मही कृते ଏହି ପୃଥିବୀ ରାଜ୍ୟ କ'ଣ? ତିନି ଲୋକର ରାଜ୍ୟ ମିଳିଲେ ବି ମୁଁ ଏମାନଙ୍କୁ ମାରିପାରିବି ନାହିଁ। ଏହି ଶ୍ଲୋକରେ ଅର୍ଜୁନ ଶ୍ରୀକୃଷ୍ଣଙ୍କୁ କହିଛନ୍ତି ହସ୍ତିନାପୁର ଏହି ପୃଥିବୀର ଏକ କ୍ଷୁଦ୍ର ଅଂଶ ଅଟେ। କିନ୍ତୁ ତାଙ୍କୁ ଯଦି ସ୍ୱର୍ଗ ମର୍ତ୍ତ୍ୟ ପାତାଳ ଏହି ତିନି ଲୋକର ରାଜ୍ୟ ବି ଦିଆଯାଏ ତଥାପି ସେ ଏମାନଙ୍କୁ ମାରିପାରିବେ ନାହିଁ। ଏହାପରେ ଅର୍ଜୁନ ପୁଣି କହୁଛନ୍ତି ଶ୍ଲୋକ ନମ୍ବର 36, ନିହତ୍ୟ ଧାର୍ତ୍ତରାଷ୍ଟ୍ରାନ୍ନ କା ପ୍ରୀତି ସ୍ୟାତ୍ ଜନାର୍ଦ୍ଦନ ପାପମେବାଶ୍ରୟଦସ୍ମାନ୍ ହତ୍ୟୈତାନାତତାୟିନ ନିହତ୍ୟ ଧାର୍ତ୍ତରାଷ୍ଟ୍ରାନ୍ନ ଆମକୁ ଏହି ଧୃତରାଷ୍ଟ୍ର ପୁତ୍ରମାନଙ୍କୁ ହତ୍ୟା କରି କା ପ୍ରୀତି ସ୍ୟାତ୍ ଜନାର୍ଦ୍ଦନ ହେ ଜନାର୍ଦ୍ଦନ ଆମକୁ ବା କେଉଁ ସୁଖ ପ୍ରାପ୍ତ ହେବ? ପାପମ୍ ଏବ ଆଶ୍ରୟେଦସ୍ମାନ୍ ପାପମ୍ ଏବ ଆଶ୍ରୟେଦସ୍ମାନ୍ ଅର୍ଥାତ ଆମକୁ କେବଳ ପାପ ହିଁ ଲାଗିବ। ହତ୍ୱୈ ତାନା ତତାଇନ ହତ୍ୱା ଏତାନ୍ ଆତତାଇନ ଅର୍ଥାତ ଏହି ଆତତାୟୀମାନଙ୍କୁ ହତ୍ୟା କଲେ। ସମ୍ପୂର୍ଣ୍ଣ ଶ୍ଲୋକର ଅର୍ଥ ଏବେ ଜାଣିବା। ହେ ଜନାର୍ଦ୍ଦନ ଏହି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ମାରି ଆମକୁ କି ସୁଖ ମିଳିବ? ବରଂ ଏହି ଆତତାୟୀମାନଙ୍କୁ ହତ୍ୟା କଲେ ଆମକୁ ପାପ ଲାଗିବ। ସାଧାରଣ ଧାର୍ମିକ ବ୍ୟକ୍ତି ପରି ଏହି ଶ୍ଲୋକରେ ମଧ୍ୟ ଅର୍ଜୁନ ପାପ ପୁଣ୍ୟର ବିଚାର କରିଛନ୍ତି। ଅର୍ଥାତ ଯେଉଁ କର୍ମ କଲେ ତାଙ୍କୁ ପୁଣ୍ୟ ମିଳିବ ସେ ସେହି ପ୍ରକାର କର୍ମ କରିବାକୁ ଚାହାନ୍ତି ଏବଂ ଯେଉଁ କର୍ମ କଲେ ତାଙ୍କୁ ପାପ ଲାଗିବ ବୋଲି ସେ ଭାବୁଛନ୍ତି ସେ ପ୍ରକାର କର୍ମ କରିବାକୁ ଚାହୁଁନାହାନ୍ତି। ତାଙ୍କ ମନରେ ଏହି ଧାରଣା ରହିଛି ଯେ ପାପୀମାନଙ୍କୁ ହତ୍ୟା କଲେ ମଧ୍ୟ ତାଙ୍କୁ ପାପ ଲାଗିବ। ସେଥିପାଇଁ ସେ ପରବର୍ତ୍ତୀ ଶ୍ଲୋକରେ କହୁଛନ୍ତି ଶ୍ଲୋକ ନମ୍ବର 37, ତସ୍ମାନ୍ନାର୍ହା ବୟଂ ହନ୍ତୁଂ ଧାର୍ତ୍ତରାଷ୍ଟ୍ରାନ୍ ସ୍ୱବାନ୍ଧବାନ୍ ସ୍ୱଜନଂ हि କଥଂ ହତ୍ୱା ସୁଖିନଃ ଶ୍ୟାମ ମାଧବ ତସ୍ମାତ୍ ନ ଆର୍ହା ବୟଂ ହନ୍ତୁ ଧାର୍ତ୍ତରାଷ୍ଟ୍ରାନ୍ ସ୍ୱବାନ୍ଧବାନ୍ ଅର୍ଥାତ ଆମେ ନିଜର ବାନ୍ଧବ ଏହି ଧୃତରାଷ୍ଟ୍ରଙ୍କ ପୁତ୍ରମାନଙ୍କୁ ମାରିବା ପାଇଁ ଯୋଗ୍ୟ ନୁହଁ। କାରଣ ସ୍ୱଜନଂ ହି କଥଂ ହତ୍ୱା ସୁଖିନଃ ଶ୍ୟାମ ମାଧବ ନିଜର ସ୍ୱଜନମାନଙ୍କୁ ମାରି ଆମେ କିପରି ସୁଖୀ ହୋଇପାରିବୁ? କୌରବମାନେ ହେଉଛନ୍ତି ପାଣ୍ଡବମାନଙ୍କର ଭାଇ। ତେଣୁ ଅର୍ଜୁନ କହୁଛନ୍ତି ଏହି କୌରବମାନଙ୍କୁ ହତ୍ୟା କରିବା ପାଇଁ ଆମେ ଯୋଗ୍ୟ ନୁହଁ, କାରଣ ଏମାନଙ୍କୁ ମାରିଦେଲେ ଆମକୁ କୌଣସି ସୁଖ ମିଳିବ ନାହିଁ। ତେଣୁ ଏହି ଶ୍ଲୋକର ଅର୍ଥରୁ ଜଣାପଡ଼ୁଛି ଅର୍ଜୁନ ଏହି ଯୁଦ୍ଧ କରିବା ପାଇଁ ଇଚ୍ଛା କରୁନାହାନ୍ତି। ଇଚ୍ଛା ନ କରିବାର ଅନ୍ୟାନ୍ୟ କାରଣ ମଧ୍ୟ ରହିଛି, ଯାହା ଆମେ ଆଗାମୀ ଭିଡ଼ିଓରେ ଜାଣିବା। ଆଜି ପାଇଁ ଏତିକି। ଭିଡ଼ିଓ ଭଲ ଲାଗୁଥିଲେ ଭିଡ଼ିଓକୁ ଲାଇକ୍ ଓ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ନିଜର ମତାମତ ଜଣାନ୍ତୁ। ରହୁଛି। ଜୟ ଜଗନ୍ନାଥ।